ସାଙ୍ଗମାନେ ତ ଅନୁରାଧା ସିରିଏଲ ଦେଖୁ ରାଜ କେଲୁଗୁ କି ବାବା ତୁ ଖେଳୁଥା ମୁଁ ତ ନାନୀ ସହ କଥା ହେଇକି ଆସୁଛି। ହଁ ତାପରେ ଗେଲୁ ସେଠୁ ଚାଲିଯାଏ। ରାଜକୁ ବେଶୀ ଦୂରକୁ ଯିବୁନି ସେଇଠି ହିଁ ଖେଳିବୁ। ଆଉ ଏପଟେ ଅନୁ ଯାଉଥିବେ ଆଉ ରାଜ ଅନୁର ହାତ ଧରି ନିଅନ୍ତି। ରାଜ କୁହନ୍ତି ତମେ ନିଜକୁ ମୋଠୁ ଦୂରେ ରଖିବାକୁ କାହିଁକି ଚେଷ୍ଟା କରୁଛ ଅନୁ? ଅନୁ ଚୁପ୍ ରୁହେ କିଛି କୁହେ ନାହିଁ। ରାଜ କୁହନ୍ତି କ'ଣ ଅନୁ ତମେ ଚୁପ୍ ରହିବାକୁ ମୁଁ ତମ ସହମତି ବୋଲି ଭାବିବି? ଅନୁକେ ନା 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 ରାଜ କୁହେ ହେଲେ ଏବେ ସମୟ ଆସିଯାଇଛି ଆମ ସମ୍ପର୍କକୁ ଆମ ପରିବାରର ସମସ୍ତଙ୍କ ସାମ୍ନାକୁ ଆଣିବାକୁ। ଅନୁ ରାଜର କଥା ଶୁଣି ଆଶ୍ଚର୍ଯ୍ୟ ହେଇଯାଏ ଆଉ ରାଜର ମାଆଙ୍କ କଥା ଭାବନ୍ତି। ରାଜର ମା ଚାହାନ୍ତି କି ମୋନା ଆଉ ରାଜର ବିବାହ କରିବା ପାଇଁ। ତାପରେ ଅନୁ କୁହନ୍ତି ନା 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 ଆଉ କୁହନି ଆଉ କିଛି କହିବା ଦରକାର ନାହିଁ। ରାଜ କୁହେ କ'ଣ ପାଇଁ? ଅନୁ କି ନାଇଁ ଏମିତି ହିଁ ଆପଣଙ୍କ ବର୍ଥଡେ ପରେ ତ ସବୁ କିଛି ଠିକ୍ ହେଇଯିବ। ତାପରେ ରାଜ ତାଙ୍କ ମାଆଙ୍କ କଥା ଭାବନ୍ତି ତାଙ୍କ ମା କହିଥିବା ଗିଫ୍ଟ କଥା ଭାବନ୍ତି। ରାଜ କୁହେ ତାମାନେ ମୁଁ ଯାହା ଭାବୁଛି ତମେ ଠିକ୍ ସେୟା ଭାବୁଛ ମାନେ ମାମା ଆମ ବିଷୟରେ? ଅନୁ କୁହେ ହଁ ଏତିକି ନିଶ୍ଚୟ ଯେ ଆମ ଦୁଇ ଜଣଙ୍କ ମନ ଭିତରେ ଥିବା ଚିନ୍ତା ସବୁଦିନ ପାଇଁ ଦୂର ହେଇଯିବ। ରାଜ ହସେ ଆଉ କୁହେ ତମେ ଠିକ୍ କହିଛ ଅନୁ ମାଆଙ୍କ ସ୍ୱୀକୃତି ମିଳିଗଲା ପରେ ସବୁ ଠିକ୍ ହେଇଯିବ। ହେଲେ ମାମା ଆମ ବିଷୟରେ ଭାବୁଛନ୍ତି ବୋଲି ତମେ କେମିତି ଜାଣିଲ? ତାପରେ ଅନୁ ଆଶ୍ଚର୍ଯ୍ୟ ହୋଇ ରାଜକୁ ଚାହାନ୍ତି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ ଟିକେ କରିଦିଅନ୍ତୁ କାହିଁକି ନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।